ଧରା ହେଲା ଯାହା ହଉ ବଡ ବ୍ୟସ୍ତ ଥିଲି ମୁଁ ଗୋଟେ ଅନ୍ଧୁଣୀ ଭଉଣୀର ପୁଅଟାକୁ ନେଇଯାଇଥିଲେ ଯାହା ହଉ ମୁଁ ଭାରି ବ୍ୟସ୍ତ ଥିଲି ଗୋଟେ ଅନ୍ୟାୟ ହେଇଛି ତା ପ୍ରତି ଯାହା ହଉ ତାକୁ ଧରିକିରି ବାଲେଶ୍ୱର ଧରା ହେଇଛି ଧନ୍ୟବାଦ ସେଥିପାଇଁ ମୋହନ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦଉଛି ଗୋଟେ ମାନେ ଅନ୍ଧୁଣୀ ଭଉଣୀଟେ ଆଶ୍ରୟ ପାଇଲା ଏବଂ ନ୍ୟାୟ ପାଇଲା ଭଲ ହେଲା ଖୋଜି ଖୋଜି ତାଙ୍କ ଦୋକାନ ପଡାଯାଉଛି ତାଙ୍କ ଘର ପଡାଯାଉଛି ମହିଳା ମାନଙ୍କୁ ରେପ୍ କରାଯାଉଛି ସେତେବେଳେ ଇଣ୍ଡି ଗଭର୍ଣ୍ଣମେଣ୍ଟ କିଛି ଇଣ୍ଡି ମେଣ୍ଟ ଗୋଟିଏ ପଦଟି ବି କହୁନି ନାଇଁ ରାହୁଲ ଗାନ୍ଧୀ ଦୃଢ ଭାବେ କହୁଛନ୍ତି ଏବଂ ଏବେ ଯିବେ ଏଆଇସିସିରେ ତାଙ୍କର ଯୋଉ ଅଭିଭାଷଣ ଭାରତ ଶାନ୍ତି ଚାହେଁ ଭାରତର ଜନସାଧାରଣ ମା ଭଉଣୀମାନଙ୍କର ପ୍ରୋଟେକ୍ସନ ଦରକାର ଆମେ ସମସ୍ତେ ସହଯୋଗ କରିବା ଭଉଣୀମାନଙ୍କର ଇଜ୍ଜତକୁ ରଖିବା ରାଜ୍ୟର ଦେଶର ବିକାଶ କରିବା ରାଜ୍ୟକୁ ଯୋଉ ଅନ୍ୟ ଦେଶମାନେ ଧଡ଼କଉଛନ୍ତି ଗୋଟେ ବଙ୍ଗଳା ଦେଶ ସୃଷ୍ଟି କରିଛି ଇନ୍ଦିରା ଗାନ୍ଧୀ ସେ କହୁଛି ମୁଁ ଲଢିବି ଭାରତର ଜନସାଧାରଣ ଆମେମାନେ ପରିଶ୍ରମ କଲେ ସେ ବୁଡ଼ିଯିବେ ସେଠି ବଙ୍ଗଳା ଅନୁପ୍ରବେଶକାରୀ ହିଂସାରେ ମଧ୍ୟ ସାମିଲ ଅଛନ୍ତି ଆମେ ସରକାରଙ୍କୁ ଡିମାଣ୍ଡ କରିବୁ ଇନକ୍ୱାରି କର କୋଉମାନେ ଷଡ଼ଯନ୍ତ୍ର କରୁଛନ୍ତି ଇଣ୍ଡିଆକୁ ବଦନାମ କରିବା ପାଇଁ ପୋଷ୍ଟମ୍ୟାନକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ଦୃଢ ହସ୍ତରେ ଦମନ ମମତା ବାନାର୍ଜୀ ଇସ୍ତଫା ଦେବା ଦରକାର କି ନାଇଁ କାହିଁ ମମତା କଣ ହେଇଯାଇଛି କିଛି ଇସ୍ତଫା ଦରକାର ନାହିଁ ବାଂଲାଦେଶର ସର୍ବାଗ୍ର ଉନ୍ନତି ମମତା ବାନାର୍ଜୀ କରୁଛି ଜଣେ ନାରୀ ହେଇ ଏଭଳିଆ କାମ କରୁଛି ସୁଖଦେଇଙ୍କ ଭଳିଆ ବୁଲିକିରି ସେ କାମ କରୁଛି ନା ଆମେ ଦେଖିବୁ ହିନ୍ଦୁମାନଙ୍କୁ ହତ୍ୟା କରିଦେବୁ ଆମେ କୁଆଡେ ପଳେଇବୁ ଆମେ ଦେଖିବୁ ଏହା ଭିତରେ ଯଦି କିଛି ହିନ୍ଦୁକୁ ହତ୍ୟା କରାହେଇଥିବ ତାର ଜବାବ ଦେବୁ ଆମ ଦେଶ ହଉଛି ହିନ୍ଦୁ ଦେଶରେ କିଏ ହିନ୍ଦୁକୁ ମାରିବ ଆମେ କେବେ ବରଦାସ୍ତ କରିବୁନି ଧରା ହେଲା ଯାହା ହଉ ବଡ ବ୍ୟସ୍ତ ଥିଲି ମୁଁ ଗୋଟେ ଅନ୍ଧୁଣୀ ଭଉଣୀର ପୁଅଟାକୁ ନେଇଯାଇଥିଲେ ଯାହା ହଉ ମୁଁ ଭାରି ବ୍ୟସ୍ତ ଥିଲି ଗୋଟେ ଅନ୍ୟାୟ ହେଇଛି ତା ପ୍ରତି ଯାହା ହଉ ତାକୁ ଧରିକିରି ବାଲେଶ୍ୱର ଧରା ହେଇଛି ଧନ୍ୟବାଦ ସେଥିପାଇଁ ମୋହନ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦଉଛି ଗୋଟେ ମାନେ ଅନ୍ଧୁଣୀ ଭଉଣୀଟେ ଆଶ୍ରୟ ପାଇଲା ଏବଂ ନ୍ୟାୟ ପାଇଲା ଭଲ ହେଲା।